ଏହି କାହାଣୀଟି ହେଉଛି ବୋକା ଗଧିଆ। ଥରେ ଗୋଟେ ଗାଁରେ ରମେଶ ତା ଘରେ କିଛି ମେଣ୍ଢା ରଖିଥିଲା। ଆଉ ସେଇ ମେଣ୍ଢା ସବୁଦିନ ଜଙ୍ଗଲକୁ ଚରିବାକୁ ଯାଆନ୍ତି। ଜଙ୍ଗଲରେ ଚରି ସାରିବା ପରେ ପୁଣି ଘରକୁ ଫେରି ଆସନ୍ତି। ଆଉ ବୋକା ଗଧିଆଟି ମନେ ମନେ କେମିତି ମେଣ୍ଢାକୁ ମାରି ଖାଇବ ବୋଲି ସବୁଦିନ ଜଙ୍ଗଲରେ ଲୁଚି ଲୁଚି ଭାବୁଥାଏ। ଦିନେ କ'ଣ ହେଇଛି ନା, ସବୁଦିନ ପରି ମେଣ୍ଢାଗୋଡ଼ା ଜଙ୍ଗଲରେ ଚରିବା ପରେ ଘରକୁ ଫେରିଗଲେ। ମେଣ୍ଢାଗୋଡ଼ା ଜଙ୍ଗଲରୁ ଚାଲିଯିବା ପରେ ବୋକା ଗଧିଆଟି ଦେଖିଲା ଯେ ତା ପାଖରେ ଗୋଟିଏ ମେଣ୍ଢାର ଛାଲଟେ ପଡ଼ିଛି। ଆଉ ଗଧିଆ ମନେ ମନେ ଭାବିଲା, ଯଦି ମୁଁ ଏଇ ଛାଲକୁ ମୋ ଦେହରେ ଘୋଡ଼େଇ ହେଇ ମେଣ୍ଢାମାନଙ୍କ ସାଙ୍ଗରେ ମିଶିଯାଏ, ତାହେଲେ ମେଣ୍ଢାର ମାଲିକ ମୋତେ ଜମା ଜାଣିପାରିବ ନାହିଁ। ଆଉ ରାତି ହେଲେ ସବୁଦିନ ଗୋଟେ ଗୋଟେ ମେଣ୍ଢା ମାରି ଖାଇପାରିବି। ମେଣ୍ଢା ମାଲିକ କିଛି ବି ଜାଣିପାରିବ ନାହିଁ। ଏହା ଭାବି ଏହିପରି ବୋକା ଗଧିଆଟି ମେଣ୍ଢାର ଛାଲକୁ ନିଜେ ପିନ୍ଧି ପଡ଼ିଲା। ସେଇଠୁ କ'ଣ ହେଲା ନା, ବୋକା ଗଧିଆଟି ଯାଇ ମେଣ୍ଢାମାନଙ୍କ ସହିତ ମିଶିଗଲା। ଆଉ ବୋକା ଗଧିଆଟି ଯେମିତି ଭାବିଥିଲା, ମେଣ୍ଢା ମାଲିକ ଗଧିଆକୁ ଚିହ୍ନି ପାରିଲା ନାହିଁ। ସବୁ ମେଣ୍ଢାଙ୍କ ସହିତ ଗଧିଆକୁ ମେଣ୍ଢା ଭାବି ମେଣ୍ଢା ମାଲିକ ରମେଶ ମେଣ୍ଢାମାନଙ୍କ ଘର ଭିତରେ ବନ୍ଦ କରିଦେଲା। ଆଉ ତାପରେ ଗଧିଆଟି ଅଧିକା ରାତିକୁ ଅପେକ୍ଷା କରିଥିଲା। ମେଣ୍ଢା ମାଲିକ ଶୋଇ ପଡ଼ିଲେ ପରେ ଗୋଟେ ଗୋଟେ ମେଣ୍ଢା ସବୁଦିନ ମାରି ଖାଇବି ବୋଲି ଭାବିଥିଲା। ହେଲେ ସେହିଦିନ ମେଣ୍ଢା ମାଲିକ ରମେଶର କିଛି ବନ୍ଧୁବାନ୍ଧବ ରମେଶର ଘରକୁ ଆସିଥିଲେ। ସେହିଦିନ ମେଣ୍ଢା ମାଲିକ ରମେଶ ତା ଘରେ କିଛି ଭୋଜିର ଆୟୋଜନ ରଖିଥିଲା। ରମେଶ ତା ଭାଇକୁ କହିଲା, ମେଣ୍ଢାଶାଳରୁ ସବୁଠାରୁ ବଡ଼ ମେଣ୍ଢାଟି ନେଇ ମାରି ଆଣିବାକୁ। ଆଉ ମେଣ୍ଢା ମାଲିକର ଭାଇ ଦେଖିଲା ଗୋଟିଏ ବଡ଼ ମେଣ୍ଢା ଲୁଚିକି ବସିଛି। ସେଇ ମେଣ୍ଢାକୁ ନେଇ ମାରିଦେଇ ଭୋଜି ବନେଇ ସେ ସବୁ ବନ୍ଧୁବାନ୍ଧବ ମାନଙ୍କୁ ଖାଇବାକୁ ଦେଲେ। ଆଉ ସବୁଠୁ ବଡ଼ କଥା, ଭୋଜିରେ ଖାଇଥିବା ମେଣ୍ଢାଟି ହେଉଛି ବୋକା ଗଧିଆର ମାଂସ ଥିଲା। ଏହି କାହାଣୀରୁ ଆମେ ଶିଖିଲେ, ଯିଏ ଅନ୍ୟର ମନ୍ଦ ଚିନ୍ତା କରିବ, ଭଗବାନ ତାର ମନ୍ଦ ଚିନ୍ତା କରିବେ। ସେଥିପାଇଁ ତ କଥାରେ ଅଛି, ଯେ ପାଞ୍ଚେ ପର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। କାହାଣୀଟି କେମିତି ଲାଗିଲା ପ୍ଲିଜ୍ କମେଣ୍ଟରେ ଜଣାଇବେ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଗୋଟେ ଲାଇକ୍ ମଧ୍ୟ କରିଦେବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।